ଆଧୁନିକ ଓଡ଼ିଶାରେ ଏମିତି ଏକ ସତ୍ୟ ଅଛି ଯାହାକୁ ଆମେ ଦେଖିବି ଅନଦେଖା କରିଦେଉ ଆଉ ସେଇଟା ହେଉଛି ଜାତିକୁ ନେଇ ହେଉଥିବା ହିଂସା। ଆଜିର ଏହି ଆଲୋଚନାରେ ଆମେ ଏହି ଜଟିଳ ଏବଂ ସମ୍ବେଦନଶୀଳ ପ୍ରସଙ୍ଗର ଗଭୀରକୁ ଯିବା। ଏହି ସମସ୍ୟାଟା କେତେ ଗଭୀର ତାକୁ ବୁଝିବା ପାଇଁ ଚାଲନ୍ତୁ ଗୋଟେ ସତ ଘଟଣାରୁ ଆରମ୍ଭ କରିବା। ଏହା ଏମିତି ଏକ କାହାଣୀ ଯାହା ଆମକୁ ଏହାର ମାନବିକ ଯନ୍ତ୍ରଣା ସହ ସିଧାସଳଖ ପରିଚିତ କରାଇବ। କାହାଣୀଟି ଆରମ୍ଭ ହେଉଛି ଆମ ନିଜ ଓଡ଼ିଶାର ଗଞ୍ଜାମ ଜିଲ୍ଲାରୁ। ଏଠାରେ ଘଟିଥିବା ଗୋଟିଏ ଘଟଣା ସାରା ରାଜ୍ୟରେ ଜାତିଗତ ହିଂସାର କଠୋର ବାସ୍ତବତାକୁ ପଦାରେ ପକାଇ ଦେଇଥିଲା। ସେଠି କ'ଣ ହେଲା? ଦୁଇଜଣ ଦଳିତ ବ୍ୟକ୍ତିଙ୍କୁ ଭାବିଲେ ଆଶ୍ଚର୍ଯ୍ୟ ଲାଗିବ। ଗୋଚାଳନାର ଅଭିଯୋଗରେ ଅକଥନୀୟ ନିର୍ଯାତନା ଦିଆଗଲା। ଖାଲି ମାରପିଟ ନୁହେଁ, ସେମାନଙ୍କୁ ସମସ୍ତଙ୍କ ସାମ୍ନାରେ ଆଣ୍ଠେଇ ଚାଲିବାକୁ ବାଧ୍ୟ କରାଗଲା। କଳ୍ପନା କରନ୍ତୁ ସେ ଅପମାନକୁ। ଆଉ ଶେଷରେ ସେମାନଙ୍କୁ ଘାସ ଖାଇବାକୁ ଆଉ ନାଳପାଣି ପିଇବାକୁ ବାଧ୍ୟ କରାଗଲା। ଏହିଭଳି ଏକ ଅମାନୁଷିକ ଘଟଣା ପରେ ମନରେ ଗୋଟିଏ ହିଁ ପ୍ରଶ୍ନ ଆସେ, କାହିଁକି? ଦେଖନ୍ତୁ, ଗଞ୍ଜାମର ଏହି ଘଟଣାଟା କେବଳ ଗୋଟେ ଅପରାଧ ନୁହେଁ, ଏହା ଆମ ସମାଜ ଭିତରେ ଥିବା ଗୋଟେ ବହୁତ ଗଭୀର ରୋଗର ଲକ୍ଷଣ। ତ ପ୍ରଶ୍ନ ଉଠୁଛି, ଆମର ଏହି ସାମାଜିକ ବ୍ୟବସ୍ଥା କ'ଣ ସତରେ ଏତେ ଶକ୍ତ ଯେ ଏହା ଭାଙ୍ଗି ହେବନି? ଏଇଠି ଗୋଟେ ବଡ଼ ଅଜବ କଥା ସାମ୍ନାକୁ ଆସେ। ଗୋଟେ ପଟେ ଆମ ପାଖରେ ସମ୍ବିଧାନ ଅଛି, SC ST ଆଇନ ଭଳି କଡ଼ା ନିୟମ ଅଛି, କିନ୍ତୁ ଅନ୍ୟପଟେ ବାସ୍ତବରେ କ'ଣ ହେଉଛି? ଦୋଷୀ ଖସି ଯାଉଛନ୍ତି, ନ୍ୟାୟ ମିଳିବାରେ ଡେରି ହେଉଛି, ଆଉ ଅନେକ ଘଟଣା ତ ଲୋକଲୋଚନକୁ ଆସୁ ହିଁ ନାହିଁ। ଆଉ ଏକଥା ଭାବିବାର କୌଣସି କାରଣ ନାହିଁ ଯେ ଗଞ୍ଜାମ ଘଟଣାଟା ଗୋଟେ ବିରଳ ଘଟଣା। ନା, ବିଲକୁଲ ନୁହେଁ। ଏହା ତ ଗୋଟେ ବଡ଼ ଚିତ୍ରର ଛୋଟ ଅଂଶ ମାତ୍ର, ଯାହା ଓଡ଼ିଶାରେ ପ୍ରତିଦିନ ଦେଖିବାକୁ ମିଳେ। ଓଡ଼ିଶାରେ ଏହି ହିଂସା ମୁଖ୍ୟତଃ ତିନି ପ୍ରକାରର ଦେଖାଯାଏ। ପ୍ରଥମତଃ ଛୋଟ ଛୋଟ କଥାରେ ଅପମାନ ଆଉ ଅତ୍ୟାଚାର, ଦ୍ୱିତୀୟରେ ସାମାଜିକ ବାସନ୍ଦ, ଆଉ ତୃତୀୟରେ ଯେତେବେଳେ କଥା ବଢ଼ିଯାଏ ସେତେବେଳେ ବଡ଼ ଧରଣର ସଂଘର୍ଷ। ଏହି ସାମାଜିକ ବାସନ୍ଦ ଶବ୍ଦଟା ଶୁଣିବାକୁ ସାଧାରଣ ଲାଗିପାରେ, କିନ୍ତୁ ଏହା ଗୋଟେ ଭୟଙ୍କର ଅସ୍ତ୍ର। ମାନେ କାହାକୁ ହାତ ନ ଉଠେଇ ତାକୁ ସମାଜରୁ ପୂରାପୂରି ଅଲଗା କରିଦେବା। ଦୋକାନରୁ ଜିନିଷ ମିଳିବନି, କୂଅରୁ ପାଣି ମିଳିବନି, ସବୁ ବନ୍ଦ। ଏହାର ଗୋଟିଏ ଉଦାହରଣ ଦେଖନ୍ତୁ। ଗଞ୍ଜାମର ଗୋଟେ ଗାଁରେ 10ଟି ଦଳିତ ପରିବାର କେବଳ ଗୋଟେ କମ୍ୟୁନିଟି ହଲ୍ ତିଆରି କରିବାକୁ ଚାହୁଁଥିଲେ, ଆଉ ଏଇଥିପାଇଁ ସେମାନଙ୍କୁ ସାମାଜିକ ବାସନ୍ଦ କରାଗଲା। କଥା ଏତେ ବଢ଼ିଗଲା ଯେ ଜାତୀୟ ମାନବାଧିକାର ଆୟୋଗଙ୍କୁ ଏଥିରେ ମୁଣ୍ଡ ପୂରାଇବାକୁ ପଡ଼ିଲା। ଆଉ ଯେତେବେଳେ ଏହିଭଳି ତିକ୍ତତା ଚରମ ସୀମାରେ ପହଞ୍ଚେ ସେତେବେଳେ ଫଳାଫଳ ବହୁତ ଭୟଙ୍କର ହୁଏ, ଯେମିତି ମାଲକାନଗିରିରେ ଦେଖିବାକୁ ମିଳିଥିଲା। ସଂଖ୍ୟାଟା ଟିକେ ଦେଖନ୍ତୁ, 160ରୁ ଅଧିକ ଘରକୁ ଜାଳି ଦିଆଗଲା। ଏଟା ଖାଲି ଗୋଟେ ସଂଖ୍ୟା ନୁହେଁ, ଏହାର ଅର୍ଥ ହେଉଛି ପୁରା ଗୋଟେ ବସ୍ତିକୁ ପୋଡ଼ି ପାଉଁଶ କରି ଦିଆଗଲା। ଠିକ୍ ଅଛି, ଆମେ ଦେଖିଲେ ହିଂସା କେମିତି ହେଉଛି, କେଉଁ ରୂପ ନେଉଛି, କିନ୍ତୁ ସବୁଠୁ ବଡ଼ ପ୍ରଶ୍ନ ହେଲା, ଏ ସବୁର ମୂଳ କାରଣ କ'ଣ? କାହିଁକି ଏମିତି ହେଉଛି? ଦେଖନ୍ତୁ, ଏହାର କୌଣସି ଗୋଟିଏ ସରଳ କାରଣ ନାହିଁ। ଏହା ପଛରେ ଅନେକ କଥା ଅଛି, ଯେମିତିକି ଆର୍ଥିକ ଅସମାନତା। ଯେତେବେଳେ କେହି ନିଜ ଅଧିକାର ମାଗେ ତାକୁ ଦବାଇ ଦେବାର ଚେଷ୍ଟା, ଆଉ ବର୍ଷ ବର୍ଷ ଧରି ଚାଲିଆସିଥିବା ସାମାଜିକ ଭେଦଭାବ। ଏହା ସହିତ ଯେତେବେଳେ ଆଦିବାସୀ, ଧର୍ମ କିମ୍ବା ଲିଙ୍ଗର କଥା ଯୋଡ଼ି ହୋଇଯାଏ, ସମସ୍ୟା ଆହୁରି ଜଟିଳ ହୋଇଯାଏ। ଏହି ପ୍ରତିକ୍ରିୟା ବା ବ୍ୟାକ୍ଲାସ୍ କଥାଟାକୁ ବୁଝିବା ବହୁତ ଜରୁରୀ। ହୁଏ କ'ଣ, ଯେତେବେଳେ ଦଳିତ ବା ବଞ୍ଚିତ ସମ୍ପ୍ରଦାୟ ଟିକେ ସଚେତନ ହୁଅନ୍ତି, ନିଜ ଅଧିକାର ପାଇଁ ଲଢ଼ନ୍ତି, ସେତେବେଳେ ସମାଜର ପ୍ରଭାବଶାଳୀ ଲୋକମାନେ ଭାବନ୍ତି ଯେ ଏମାନେ ଆମ କ୍ଷମତାକୁ ଚ୍ୟାଲେଞ୍ଜ କରୁଛନ୍ତି। ଆଉ ସେଇ ଚ୍ୟାଲେଞ୍ଜର ଜବାବ ଦେବା ପାଇଁ, ନିଜର ଦବଦବା ବଜାୟ ରଖିବା ପାଇଁ ସେମାନେ ହିଂସାର ଆଶ୍ରୟ ନିଅନ୍ତି। ଏଇଟା ହିଁ ଅନେକ ଘଟଣାର ମୂଳରେ ଥାଏ। ଏହି ହିଂସା କ'ଣ କେବଳ ସେହିଦିନ ପାଇଁ? ନା, ଏହା ସମାଜ ଉପରେ ଏମିତି କିଛି ଦାଗ ଛାଡ଼ିଯାଏ ଯାହା ସହଜରେ ଲିଭେନି। ଚାଲନ୍ତୁ ଦେଖିବା ଏହାର ପ୍ରଭାବ କ'ଣ ଆଉ ଏହାକୁ ରୋକିବା ପାଇଁ କ'ଣ କରାଯାଉଛି। ଦେଖନ୍ତୁ, ମାଡ଼ର ଦାଗ ତ ଶୁଖିଯାଏ, କିନ୍ତୁ ମନରେ ଯେଉଁ ଡର ବସିଯାଏ ତାହା ପିଢ଼ି ପରେ ପିଢ଼ି ରହିଯାଏ। ଲୋକେ ନିଜ ଘରଦ୍ୱାର ଛାଡ଼ିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢ଼ା ବନ୍ଦ ହୋଇଯାଏ, ଆଉ ସବୁଠୁ ବଡ଼ କଥା, ନ୍ୟାୟ ବ୍ୟବସ୍ଥା ଉପରୁ ଲୋକଙ୍କ ଭରସା ଉଠିଯାଏ। କିନ୍ତୁ ସମାଧାନର ରାସ୍ତାଟା ଏତେ ସହଜ ନୁହେଁ। ଏଥିରେ ଅନେକ ବାଧା ଅଛି। ଅନେକ ଘଟଣା ତ ଥାନା ପର୍ଯ୍ୟନ୍ତ ଯାଏନି, ଲୋକେ ଡରରେ ଚୁପ୍ ରହିଯାନ୍ତି। ଯେଉଁଠି କେସ୍ ହୁଏ ସେଠି ଆଇନ ଠିକ୍ରେ କାମ କରେନି, ଆଉ ସମାଜରେ ଥିବା ଭେଦଭାବ ତ ଗୋଟେ ବଡ଼ କାନ୍ଥ ଭଳି ଠିଆ ହୋଇଛି। ତେବେ ନ୍ୟାୟ ପାଇଁ ରାସ୍ତା କେଉଁଠି? ଆଗକୁ କ'ଣ କରାଯାଇପାରିବ? ଏକଥା ପୁରା ସ୍ପଷ୍ଟ ଯେ କେବଳ କାଗଜପତ୍ରରେ ଆଇନ ତିଆରି କରିଦେଲେ ଏ ସମସ୍ୟା ସମାଧାନ ହେବନି। ଏଥିପାଇଁ ଏକା ସାଙ୍ଗରେ ଅନେକ ଦିଗରେ କାମ କରିବାକୁ ପଡ଼ିବ। ଆଇନକୁ କଡ଼ାକଡ଼ି ଲାଗୁ କରିବାକୁ ହେବ, ଲୋକଙ୍କର ଆର୍ଥିକ ସ୍ଥିତି ସୁଧାରିବାକୁ ପଡ଼ିବ, ଆଉ ସବୁଠୁ ଜରୁରୀ,
ଲୋକଙ୍କ ମନରୁ ଏହି ଭେଦଭାବର ଭାବନାକୁ ଦୂର କରିବାକୁ ହେବ। ଆଉ ଶେଷରେ ଗୋଟିଏ ପ୍ରଶ୍ନ ସମସ୍ତଙ୍କ ପାଇଁ, ଯେଉଁ ସାମାଜିକ ବ୍ୟବସ୍ଥା ଶହ ଶହ ବର୍ଷ ଧରି ଆମ ସମାଜର ମୂଳଦୁଆ ହୋଇ ରହିଛି, ତାକୁ କ'ଣ କେବଳ କିଛି ଆଇନ ବଦଳାଇ ପାରିବ? ଏହା ଉପରେ ବିଚାର କରିବା ନିହାତି ଜରୁରୀ।